नमस्ते देवे गौरवाणी प्रसाद शून्यवादी पाश्चात्य देश तारिणी वाञ्छाकल्पतरुभ्यश्च कृपा सिन्धुभ्य एव च पतितानां पावनेभ्यो वैष्णवेभ्यो नमो नमः। जय श्री कृष्ण चैतन्य प्रभु नित्यानंद श्री अद्वैत गदाधर शिवासादि गौर भक्तवृंद। हरे कृष्ण 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 हरे 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 राम 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 हरे हरे। हरे कृष्ण 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 हरे 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 राम 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 हरे हरे। हरे कृष्ण 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 हरे 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 राम 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 हरे। हरे कृष्ण भगवद गीता देखिए प्रभु जी। यस प्रभु हमें 16 चैप्टर प्रभु हमें स्टार्ट करथिलु श्लोक हम्म 1 2 3 इवन टिके रीडिंग रे थिला फर्स्ट पैराग्राफ हमें रीडिंग करथिलु होला। हम्म हम्म। हरे कृष्ण। तो 15 नंबर चैप्टर में था पुरुषोत्तम योग जोड़ा हम देखते HOME होम देखते। तो प्रथम देखते होम और होटल श्लोक नंबर 1 5 थिला। ओ फॉर थिला ऑन एंड ऑन और ओवर एंड ओवर अगेन श्लोक नंबर 6 11 थिला। एम थिला मेंटेनर ऑफ बॉडी माइंड एंड सोल श्लोक नंबर 12 15 थिला। तापर ई थिला एसेंस इन 3 वर्सेस 16 18 थिला। तापर जी जानुछन से माने कोन करछन्ती एरा 19 कोटी दिला थिला। तो 16 नंबर अध्याय रे चैप्टर ना होची दैवी आसुरी संपत्ति संपद जोग। तो चैप्टर नारा देखियो कल दिरे जिंस अछि दैव आ असुर आ संपत्ति ହେଲା। ଏଟା କଣ କହୁଛି संपद କଲେ ଆମକୁ ତାର କେତେ କୁଆଡେ संपद ହେଇଗଲାଣି। ତ ମାନେ ବାହ୍ୟ ଦୃଷ୍ଟିରୁ ଯଦି ଦେଖିବାକୁ ଗଲେ संपद କଲେ ବିପଦ संपदର ଓଲଟା ହଉଛି ବିପଦ ହଁ ନା ନାଇଁ? ତ संपद ଅର୍ଥ ହଉଛି ଯୋଉଟା ଆମେ ଏକ୍ୱାୟାର କରିବାକୁ ଚାହୁଁଛନ୍ତି ଆଉ ଯୋଉଟା ଆମେ ସକ୍ସେସ ହେଲେ ନାଁ ଦଉଛନ୍ତି ବୁଝିଲା। ତ ସେମିତି ଏଇଠି ଦିଟା କହୁଛନ୍ତି दैव ଆଉ ଆସୁରୀ संपदର ଏଇଠି ବିଶେଷ ହଉଛି ଗୁଣ। ତ ପ୍ରାୟତଃ ଦୁନିଆ ଯଦି ଦେଖିବାକୁ ଗଲେ ଆମେ କେତେ କଣ କହିବା ମତେ ଲୋକମାନେ ଜାଣିଛନ୍ତି ତ 100% ଯଦି ଦେଖିବାକୁ ଗଲେ ଲୋକମାନେ ଆମ ବିଷୟରେ କିଛି ଜାଣିନାହାନ୍ତି। ମ୍ୟାକ୍ସିମମ୍ ଜାଣିବାକୁ ଗଲେ 20% 10% 5% ଏତିକି ଜାଣିଥିବେ। କଣ ଜାଣିଛନ୍ତି? ଆମର ଓଜନ କେତେ ଅଛି ସେଇଟା ଜାଣିଥିବେ। ଆମର ହାଇଟ୍ କେତେ ଅଛି ସେଇଟା ଜାଣିଥିବେ। ଆମର କଲର କଣ ଦେହର ସେଇଟା ଜାଣିଥିବେ। ହଁ ନା ଯୋଉଟା ଆଇ କାର୍ଡ ଗୁଡାରେ ୟୁଜ କରାହଉଛି। बोलो के म्यूट करो। ତ ପ୍ରାୟତଃ କୋଉ କମ୍ପାନୀରେ ଚାକିରି କରୁଛନ୍ତି କୋଉ ଗାଁରୁ ଆସିଛନ୍ତି ହଁ ନା ବାୟୋଡାଟାରେ ଆମେ କଣ କଣ କରୁଛନ୍ତି କହିଲେ ଏଗୁଡା ଏକା ପ୍ୟାନ କାର୍ଡ ଆଧାର କାର୍ଡ ଆଇ କାର୍ଡ ଆଉ କିଛି ଭରୁଛନ୍ତି କି? ଆଉ ଲୋକ ଜାଣିଥିଲେ ସେତିକି ଜାଣିଥିବେ ହଁ ନା ନାଇଁ? ମାନେ ଏବେ ଘରେ ହିଁ କହୁଛନ୍ତି ତୋ ବାପା ମାଙ୍କୁ ଚିହ୍ନିବାଟା ବଡ କଷ୍ଟ ସେମାନେ ଚିହ୍ନି ନାହାନ୍ତି ନା। ତ ଯେତେବେଳେ କହୁଛନ୍ତି ତତେ ଚିହ୍ନିବାଟା ବଡ କଷ୍ଟ ତୋ ବାପା ମାଙ୍କୁ ଚିହ୍ନିବାଟା ବଡ କଷ୍ଟ ତା ଅର୍ଥ କୋଉ ଜିନିଷ କହୁଛନ୍ତି ଚିହ୍ନିବାଟା ବଡ କଷ୍ଟ କୋଉ ଜିନିଷଟାକୁ? ସୁଶାନ୍ତ ବାବୁ ମୁଁ ଯେତେବେଳେ ଆପଣଙ୍କୁ କହୁଛି ଆପଣଙ୍କୁ ଚିହ୍ନିବାଟା ବଡ କଷ୍ଟ ସାଥି ରହିଲା ପରେ 30 ବର୍ଷ ତାର ସେଇଠି କଣଟା ଚିହ୍ନିବାକୁ ମତେ 30 ବର୍ଷ ହେଲା କଷ୍ଟ ହେଲାଣି ଶୁଣିଛନ୍ତି ନା ଜୟ हाँ ଶ୍ରୀମା। प्रभु ମାନେ ଇନର ସେଲ୍ଫ ମାନେ ସେ ନେଚର ବା ଇନର ସେଲ୍ଫ। ନେଚର ଜାଣିବାଟା କଷ୍ଟ କଣ
ନେଚର ଜାଣିବାଟା କଷ୍ଟ, ବାହାରି ସବୁ ଜାଗା ଜାଣିବାଟା ସହଜ, ନେଚର ଜାଣିବାଟା ଏତେ ସହଜ ନାହିଁ। ଭିତରେ କଣ ଅଛି ଜାଣିପାରିବା, ଚାଲା ବୁଲାରୁ କଥାବାର୍ତ୍ତାରୁ ଟିକେ ଟିକେ ଜଣା ପଡେ, କିନ୍ତୁ 100% ଆମେ ଜାଣିପାରିବାନି। ବିଲକୁଲ କହିଲେ ବିଲକୁଲ ଜାଣିପାରିବା ନାହିଁ। ମାନେ ବହୁତ କିଛି ମ୍ୟାଟର କରୁଛି, ଯୋଉ ମାନେ ଆମେ ଯଦି ଦେଖିବାକୁ ଗଲେ ଯାହା ପାଖରେ ଯାହା ବି ଅଛି ଗୁଣ ଗୁଡାକ, ସେ ଗୁଣ ଗୁଡାକ ମାନେ ଏତେ ସହଜ ନାହିଁ ଜାଣିବା। ଯେମିତି ଦେଖିବାକୁ ଗଲେ ଜାହାଜ ନାଇଁ କି, ଜାହାଜ ବାହାରେ ମାନେ ଟାଇଟାନିକ କଥା କହିବା, ଟାଇଟାନିକ ଯଦି ଦେଖିବାକୁ ଗଲେ ବାହାରେ କେତିକି ଥିଲା, ଟିକେ ଉପରେ ଦେଖାଯାଉଥିଲା, ମ୍ୟାକ୍ସିମମ୍ ପର୍ସନ କରୁଥିଲା ପାଣି ଭିତରେ ଥିଲା। ଏମିତି ନାହିଁ ଯେ ବାହାର ପାହାଡ ଆଡୁ ବାଜିଗଲା, ନାଇଁ ଭିତରେ ବାଜିକି ସେ ମାନେ ବୁଡିଛି ହେଲା। ଆଉ ଯାହାକୁ ବାଜିଛି ସିଏ ମତେ ବାହାରେ ଅଧିକ ଦେଖାଯାଉନଥିଲା, ଭିତରେ ଯେତିକି ଅଛି ସେ ଗ୍ଲାସିୟର ନାଇଁ କି, ସେ କେତେ ଥିଲା ବାହାରେ ବହୁତ ଅଛି, ବଡ ପାହାଡ ଅଛି, ଉପର ଆଡୁ ଟିକେ ଦେଖାଯାଉଥିବ। ୟେସ୍। ତ ସେମିତି ଆମକୁ ନାଇଁ କି, ଆମକୁ ସହଜରେ ଆମେ ମଧ୍ୟ ଜାଣିପାରିବାନି କଣ ଚାଲିଛି ଆମ ଭିତରେ। ବାହାରେ ଆଡୁ ସବୁ ଜିନିଷ ଜାଣିବା ସହଜ, ବଟ୍ ଆମ ଭିତରେ କଣ ଚାଲିଛି ସେଇଟା ଜାଣିବାଟା ସହଜ ନାହିଁ। ଯୋଉଟା କି କୃଷ୍ଣ ଭଗବାନ ଅର୍ଜୁନକୁ 16 ନମ୍ବର ଅଧ୍ୟାୟରେ କହୁଛନ୍ତି, ଦୈବ ଆସୁରୀ ସମ୍ପଦ ଯୋଗ। ତ ଆମେ ଏ ଚାପ୍ଟରରେ ଜାଣିପାରିବା ଯେ ମୋ ପାଖରେ କୋଉ ସମ୍ପତ୍ତି ଭରି ହେଇକି ଅଛି, ଦୈବ ଗୁଣ ସମ୍ପନ୍ନ ନା ଆସୁରିକ ଗୁଣ ସମ୍ପନ୍ନ। ତ ଦେଖିବା ଆମ ପାଖରେ ଯାହା ବି ଗୁଣ ଅଛି, ମାନେ ବହୁତ ସାରା ଫ୍ୟାକ୍ଟର ରହୁଛି ଆମର ଗୁଣ ପଛରେ। ତ ଏକ ହଉଛି ଆମକୁ ଆମର ଅପବ୍ରିଙ୍ଗିଂ, ଆମକୁ କେମିତି ବଡ କରାହେଇଛି ହେଲା। ତାପରେ ଦୁଇ ହଉଛି ଆମେ ଯାହାଠୁ ଜନ୍ମ ହେଇଛନ୍ତି ଆମ ପ୍ୟାରେଣ୍ଟ ସାଇଡ ରୁ, ଯେମିତି ଶାସ୍ତ୍ରରେ ଅଛି, ଆମର ଶ୍ରୀମଦ ଭାଗବତମରେ ଅଛି ତ୍ୱଷ୍ଟା ହେଲା। ତ ସିଏ ମାନେ ମା ଆଉ ରାକ୍ଷସ ଗୋଟେ, ଦେବତା ଗୋଟେ, ଦି ସାଇଡ ରୁ ଥିବେ ହେଲା। ତ ଗୋଟେ ସାଇଡ କଣ କରୁଛନ୍ତି ନା, ଯେତେବେଳେ ସେ ଇନ୍ଦ୍ର ଦେବତା ତାଙ୍କୁ ଡାକି ଯଜ୍ଞ କରିବା ପାଇଁ, ତ ସିଏ ଦେବତାଙ୍କ ଥ୍ରୋରୁ କରିବେ, ମାନେ ଯଜ୍ଞ କରିବେ, କିନ୍ତୁ ତାଙ୍କ ମା ରାକ୍ଷସ, ତେଣୁକରି ତାଙ୍କ ମାଙ୍କୁ ମଧ୍ୟ ସେ କଣ କରିବେ, ଆ ଆହୁତି ଦଉଥିବେ। ତାପରେ ଇନ୍ଦ୍ର ଯେତେବେଳେ ଜାଣିକି ତାଙ୍କ ମୁଣ୍ଡ କାଟି ଦଉଛନ୍ତି, ବୁଝାପଡିଲା। ତ ଯୋଉଠି ଯାହାର ନେଚର ଥିବ, ରାବଣ ଦେଖିବାକୁ ଗଲେ ତାଙ୍କ ମା ଅଲଗା ବାପା ଅଲଗା, ହଁ ନା ନାଇଁ। ତ ଦି ଜଣ ଯାହାର ନେଚର ଆସୁଛି, ବୁଝିଲେ। ତ ମାନେ ଗୋଟେ ହଉଛି ଅପବ୍ରିଙ୍ଗିଂ, ବଡ ହେଲା ପରେ, କିନ୍ତୁ ଜନ୍ମ ହେବା ପୂର୍ବରୁ କଣ ଆସୁଛି ନା, ଆମ ଜେଜେବାପା ଜେଜେମାଙ୍କର ଗୁଣ ଯାହା ଥିବ, ବା ଆମ ଗ୍ରେଟ ଗ୍ରାଣ୍ଡ ଫାଦର ଗ୍ରେଟ ଗ୍ରାଣ୍ଡ ମଦର ତାଙ୍କର ଗୁଣ ଥିବ। ତାପରେ ସେକେଣ୍ଡ ଥର୍ଡ ରେ ଆସିଲା ଆମ ବାପା ମାଙ୍କର ଗୁଣ, ମା ସାଇଡ ଦେଖିବାକୁ ଗଲେ ଆମ ଅଜା ଆଈଙ୍କ ଗୁଣ ହେଲା। ଏଇଟା ହେଲା ଗୋଟେ, ମାନେ ଯେତେବେଳେ ଆମେ ମା ର ଗର୍ଭର ଆଶ୍ରୟ ନେଲେ, ଜନ୍ମ ହେଲା ପରେ କୋଉ ଏରିଆରେ ଆମେ ଜନ୍ମ ହେଇଛନ୍ତି, କୋଉ ସରାଉଣ୍ଡିଂରେ ଆମେ ଜନ୍ମ ହେଇଛି, ସେଇଟା ଗୋଟେ କିଛି କିଛି ଗୁଣ ଭରି କରିବ। ତାପରେ ଆମେ କୋଉ ସ୍କୁଲରେ ଜଏନ୍ କଲେ, ସେ ସ୍କୁଲର ଟିଚର ମାନେ କଣ କଣ ପଢେଇଲେ, ସେଇଥିରୁ କିଛି କିଛି ଟିଚର ମାନଙ୍କର ଗୁଣ ଆସିଛି। ଯେତେବେଳେ ଆମେ ସ୍କୁଲ ଟିଚର ସାମ୍ନାରେ ବସୁଛନ୍ତି, ଜଷ୍ଟ ପାଠ ପଢୁନାହାନ୍ତି, ତାଙ୍କର କିଛି କିଛି ଗୁଣ ମଧ୍ୟ ଆସୁଛି ଆମ ପାଖକୁ। ତାପରେ ଚାରି, ଆମେ କାହା ସହିତ ସାଙ୍ଗ ହଉଛନ୍ତି, ଫ୍ରେଣ୍ଡ ସର୍କଲ କିଏ ଆମର, ସିଏ ଡିଟରମାଇନ କରୁଛନ୍ତି ଆମର କୋଉ ଗୁଣଟା ବଢିବ। ତ ଏକ ହେଲା ଅପବ୍ରିଙ୍ଗିଂ, ଦୁଇ ହଉଛି ପ୍ୟାରେଣ୍ଟସ, ତିନି ହଉଛି ଟିଚର, ଚାରି ହଉଛି ଆମ ସାଙ୍ଗମାନଙ୍କ ସହିତ ଯୋଉ ସାଙ୍ଗ ହଉଛନ୍ତି, ପାଞ୍ଚ ହଉଛି ଆମେ କୋଉ ପ୍ରକାର ନୋବେଲସ, ମ୍ୟାଗାଜିନ୍, ନ୍ୟୁଜ ପେପର ପଢୁଛନ୍ତି, ନ୍ୟୁଜ ପେପରରେ କୋଉ ପର୍ସନଟାକୁ ଅଧିକ ଇଣ୍ଟରେଷ୍ଟିଂଲି ପଢୁଛନ୍ତି, ସେଇଥିରୁ ମଧ୍ୟ କିଛି କିଛି ଗୁଣ ଆସୁଛନ୍ତି, ହଁ ନା ନାଇଁ। ତାପରେ ଆମେ କୋଉ ପ୍ରକାର ଗୀତ ଶୁଣୁଛନ୍ତି, ଭଜନ ଶୁଣୁଛନ୍ତି ନା କୀର୍ତ୍ତନ ଶୁଣୁଛନ୍ତି, ନା ଆଲବମ ଶୁଣୁଛନ୍ତି, ନା ରକ୍ ଆଣ୍ଡ ରୋଲ ଶୁଣୁଛନ୍ତି, ଡିଜେ। ତ ସେଇ ମ୍ୟୁଜିକରୁ ମଧ୍ୟ କିଛି ଆମ ପାଖରେ ଗୁଣ ଆସୁଛି, ବୁଝିଲେ। ତାପରେ ନେକ୍ସଟ ହଉଛି ସାତ ହଉଛି ଆମେ ଖାଦ୍ୟ ଯୋଉ ଖାଉଛନ୍ତି, ସେ ଖାଦ୍ୟରୁ ମଧ୍ୟ କିଛି ଗୁଣ ଆସୁଛି। ଆଠ ହଉଛି ଆମେ କୋଉ ପ୍ରକାର ଫିଲ୍ମ ଦେଖୁଛନ୍ତି, ସେ ଫିଲ୍ମର କୋଉ ସିନ୍ ନା ଆମକୁ ଭଲ ଲାଗୁଛି, ସିଏ ମଧ୍ୟ ଆମର ଗୁଣ ତିଆରି କରୁଛି। ତା ସହିତ ଲାଷ୍ଟ ହଉଛି ଆମେ କେତେ କେତେ ଜନ୍ମରୁ ଆସିଛନ୍ତି, ଯେମିତି ଆମେ 15 ନମ୍ବର ଅଧ୍ୟାୟରେ ପଢିଲେ ଗୋଟେ, ଆ ଉତ୍କ୍ରାମନ୍ତମ ସ୍ଥିତମ ବାପି ଭୁଞ୍ଜନନ୍ମା ଗୁଣାନ୍ବିତମ, ନାଇଁ ନାଇଁ ସେଟା ଥିଲା ଗୋଟେ ଶ୍ଲୋକଟେ ଥିଲା, 7 କି 8 ନମ୍ବର ଶ୍ଲୋକଟା 15 ନମ୍ବର ଅଧ୍ୟାୟର, ଯୋଉଟା କହୁଛନ୍ତି ଯେ ପବନ ଯେତେବେଳେ ଯାଉଛି ମାନେ ବହିକି, ଯୋଉ ଜାଗାରେ ଯୋଉ ସ୍ମେଲ ଥାଏ ସେ ସେଇଟା କ୍ୟାରି କରୁଛି, ହଁ ନା। ଯୋଉଠି ଯୋଉଠି ଯୋଉ ଗନ୍ଧ ଥିବ ସେ ଗନ୍ଧଟା ସେ କ୍ୟାରି କରି କରି ଯାଉଛି। ତ ସିମିଲାରଲି ଆମେ ଯେତେବେଳେ ଶରୀର ଚେଞ୍ଜ କରି କରି ଯାଉଛନ୍ତି, ପ୍ରତ୍ୟେକ ଶରୀର କିଛି ନା କିଛି ଗନ୍ଧ ଧାରଣ କରିକି ଯାଉଛନ୍ତି, ବୁଝିପାରିଲେ। ତ ଏମିତି ବହୁତ ସାରା ଅଛି ଯୋଉଟା କି ଆମର ଡିଟରମାଇନ କରୁଛି ଆମର ସବକନସିୟସନେସ କେମିତି ପ୍ରିପେୟାର କରାହଉଛି। ସବକନସିୟସନେସ, ତ ଯେମିତି ଦେଖିବାକୁ ଗଲେ
କିଛି ସେ ପିଲା ଥିବେ ବହୁତ ବଢିଆ ବ୍ୟବହାର କରୁଥିବେ, ବହୁତ ବଢିଆ ବ୍ୟବହାର କରୁଥିବେ, ସଡନଲି ଦେଖିବେ ସେମାନେ ମାନେ ଡ୍ରାଷ୍ଟିକ ଚେଞ୍ଜ ଆସିବ ସେମାନଙ୍କର, ଯୋଉଟା କି ଆମେ କେବେ ଇମାଜିନ ମଧ୍ୟ କରିପାରିନି, ଏମିତି କେମିତି ଚେଞ୍ଜ ହେଇଗଲେ। ଦେଖିଛନ୍ତି, କମ୍ପ୍ଲିଟଲି ଚେଞ୍ଜ ହେଇଯିବେ। ମଦ ଖାଇ ବୁଲୁଥିବେ, ଗୁଣ୍ଡାଗିରି କରୁଥିବେ, ତାପରେ କୋର୍ଟ ଯାଇକି ଇସ୍କନ ସହିତ ଟିକେ ମିଶି ତାପରେ ସାଧୁ ହେଇଠି ପଳେଇଥିବେ। ପଜିଟିଭ ନେଗେଟିଭ ହଉଛନ୍ତି, ନେଗେଟିଭ ପଜିଟିଭ ହଉଛନ୍ତି। ଅଜାମିଲ ଦେଖିବାକୁ ଗଲେ ଏତେ ସୁନ୍ଦର ଭାବରେ ସେ ବାପା ମାଙ୍କର ସେବା କରୁଥିଲେ, ଏତେ ସୁନ୍ଦର ଭାବରେ ସେ ଶାସ୍ତ୍ର ଅଧ୍ୟୟନ କରୁଥିଲେ, ଏତେ ସୁନ୍ଦର ଭାବରେ ଯଜ୍ଞ କରୁଥିଲେ, ଜଷ୍ଟ ଗୋଟେ ସିନ୍ ତାଙ୍କ ଜୀବନ ବର୍ବାଦ କରିଦେଲା। ଗୋଟେ ସିନ୍। ତ ସେଟା ଜଷ୍ଟ ଏ ଜନ୍ମ ନଥିଲା, ଆଉ କୋଉ ଜନ୍ମର ଭରି ଭରିକି ଥିଲା। ଏମିତି ସେ ସିନ୍ ଟା ତା ପୁରା ଜୀବନ, ଏ ଜୀବନରେ ହିଁ ସବୁ ଡିପୋଜିଟ ଖରାପ କରିଦେଲା। ନାଇଁ, ଅଲରେଡି ସେ ମାନେ ସେ ଏକ୍ସପିରିଏନ୍ସ ଥିଲା, ଇମ୍ପ୍ରେସନ ଥିଲା। ଏବେ ଏ ଇମ୍ପ୍ରେସନ ଟା ଜଷ୍ଟ ଗୋଟେ ମାଚିସ୍ ବକ୍ସ ଭଳିଆ କାମ କଲା। ମାନେ ଗୋଟେ କାଠ ଶୁଖିକି ଥିବ, ସେଠି ଜଷ୍ଟ କିଏ ଗୋଟେ ନିଆଁ ଟିକେ ପକେଇଦେଲେ ତାସି ଜଳିବ। ଛୋଟ ଗୋଟେ ନିଆଁ ସଫିସିଏଣ୍ଟ ସେଠି ଜଳାଇବା ପାଇଁ। ତ ସିମିଲାରଲି ଏଇଠି ଦେଖିବାକୁ ଗଲେ ଏ ଜନ୍ମରେ ଅଜାମିଲ କିଛି ମଧ୍ୟ ଭୁଲ କାମ କରିନାହାନ୍ତି, ଭୁଲ ଏକ୍ସପିରିଏନ୍ସ ଇମ୍ପ୍ରେସନ ନେଇନାହାନ୍ତି, ବିଲକୁଲ ନୁହଁ, ପିଲାଦିନରୁ ଏପର୍ଯ୍ୟନ୍ତ। ବଟ୍ ଜଷ୍ଟ ଛୋଟ ଗୋଟେ ଘଟଣାଟି, ଗୋଟେ ଜଷ୍ଟ ଗୋଟେ ଶୁଦ୍ର ଶୁଦ୍ରାଣୀ କୋଳାଗ୍ରତ ହଉଥିଲେ, ଏଇ ଗୋଟେ ସିନ୍ ଟା ତାଙ୍କ ଜୀବନ କେମିତି ବର୍ବାଦ କରିଦେଲା। ଏ ଗୋଟେ ସିନ୍ ତ ତାଙ୍କ ଜୀବନ ବର୍ବାଦ କରିବନି, ନାଇଁ, ଇମ୍ପ୍ରେସନ, କୋଉ ଜନ୍ମର ଇମ୍ପ୍ରେସନ ଭରି ହେଇକି ଥିବ ଆମ ଜୀବନରେ, ସେଇଟା ସାଙ୍ଗେ ସାଙ୍ଗେ ଆସିବ ଜଳେଇ ଦେଇକି ପଳେଇବ, ସାଙ୍ଗେ ସାଙ୍ଗେ। ବା ଦେଖିଥିବ ଗାଁରେ କି କିଛି ପାଠ ପଢୁନୁ, ସେ କିଛି କରି କିଛି ମେଟ୍ରିକ ପାସ୍ ହେଇଗଲା ବା ହାଇସ୍କୁଲ ଗଲା ପରେ, ତାପରେ ଦେଖିବ ସେ କେମିତି ନିଆଁ ଲାଗିବ। କୋର୍ଟ ଯାଇକି NIT IIT କ୍ରାକ୍ କରିକି ଆସି ମାନେ ଏତେ ବଢିଆ ବଢିଆ ପୋଜିସନ ରହୁଛନ୍ତି। ମୁଁ ଆମ ଗାଁର ଜଣେ ଭାଇ ଦେଖିଛି, ବୁଝିଲେ, ସେ ଗାଁରେ ଜଷ୍ଟ ମାନେ ଏମିତି ବୁଲୁଥିବେ, 6-7 କ୍ଲାସ ତାଙ୍କ ବାପାଙ୍କ ସହିତ ସ୍କୁଲ ଯାଉଥିବେ, ତାପରେ ଟିକେ ଟିକେ ଗାଁରୁ ବାହାରିକି ଗଲେ, ତାପରେ NIT ରାଉରକେଲା ପାସ୍ ହେଇଠି, ତାପରେ ବାପରେ ବାପ ଗୋଟେ CEO ଅଛନ୍ତି ବର୍ତ୍ତମାନ। ମାନେ ଏମିତି ନାହିଁ ଯେ ଜଷ୍ଟ ସେ ଗୋଟେ ଦିଟା ସ୍କୁଲରେ ପାଠ ହେଲା ପରେ ହେଇଗଲା, ନାଇଁ, ପ୍ରିଭିୟସ ଇମ୍ପ୍ରେସନ ମଧ୍ୟ କାମ କରୁଛି, ଫ୍ରେଣ୍ଡ ସର୍କଲ ମଧ୍ୟ କାମ କରୁଛି, ଆସୋସିଏସନ ମଧ୍ୟ କାମ କରୁଛି, ବହୁତ ବହୁତ ଯୋଉଟା ବି ଆମେ ଦେଖିଲେ। ଏକ ହଉଛି ଅପବ୍ରିଙ୍ଗିଂ, 2 ହଉଛି ପ୍ୟାରେଣ୍ଟସ, 3 ହଉଛି ଟିଚର ମାନେ, 4 ହଉଛି ସାଙ୍ଗମାନଙ୍କର ସଙ୍ଗତି, 5 ହଉଛି ପୁସ୍ତକ, 6 ହଉଛି ଗୀତ କଣ ଶୁଣୁଛନ୍ତି, 7 ହଉଛି ଖାଦ୍ୟ କଣ ଗ୍ରହଣ କରୁଛନ୍ତି, 8 ହଉଛି ମୁଭି କଣ ଦେଖୁଛନ୍ତି, ମୁଭିର କୋଉ ସିନ୍ ଆମକୁ ଭଲ ଲାଗୁଛି, 9 ହଉଛି ପ୍ରିଭିୟସ ବर्थର ଏକ୍ସପିରିଏନ୍ସ ଇମ୍ପ୍ରେସନ। ଏ ସବୁ ଯାକ କଣ କରୁଛି ନା ଆମର ସବକନସିୟସ ମାଇଣ୍ଡ ଟାକୁ, ମାନେ ସବକନସିୟସ ମାଇଣ୍ଡ ଏ ସବୁ ଯାକ ଥାଉଛି। ଆଉ ସେଥିପାଇଁ ଦେଖିବାକୁ ଗଲେ ଚୈତନ୍ୟ ମହାପ୍ରଭୁ ଯେତେବେଳେ କହୁନା ଚେତୋ ଦର୍ପଣ ମାର୍ଜନମ, ଚେତୋ ଦର୍ପଣ ମାର୍ଜନ, ସେ ଚେତନାକୁ ମାର୍ଜନ କରିବା ପାଇଁ କହୁଛନ୍ତି, ଚେତନାକୁ ମାର୍ଜନ କରିବା ପାଇଁ, ଚେତନାକୁ ମାର୍ଜନ କରିବା ପାଇଁ, ଚେତନାକୁ ମାର୍ଜନ କରିବା ପାଇଁ। ଯୋଉଟା କି ମାନେ କୁଆଡୁ କୁଆଡୁ ନା 9ଟା କମ୍ପାନୀରୁ ଫଣ୍ଡିଙ୍ଗ ହେଇଛି, ଭରି ଭରିକିରି ଆସୁଛି। କଣ ନା ଚେତନାକୁ ଭରି ଭରିକିରି ଅଛି, ଚେତନାରେ ସବକନସିୟସ ମାଇଣ୍ଡରେ ଅଛି। ଏଗୁଡାକୁ ବାହାର କରିବାଟା ଲଜିକାଲି ମଟେରିଆଲି ଇମ୍ପସିବଲ, ଆମେ ବାହାର କରିପାରିନି ଏଗୁଡାକୁ। କୁଆଡେ ସଫା କରି କହୁନ, ପ୍ରତ୍ୟେକ ଦିନ ଆଉ ଗୋଟେ ଗୋଟେ ଇମ୍ପ୍ରେସନ ତିଆରି କରି ଚାଲିଛନ୍ତି ଆମେ ଆହୁରି। ସଙ୍ଗ ଯୋଉଟା କଲେ ଚାଲିଛି ଚାଲିଛି ଚାଲିଛି। ତେଣୁକରି ଯେତେବେଳେ 16 ନମ୍ବର ଚାପ୍ଟର ଭଗବାନ କହୁଛନ୍ତି ଦୈବ ଆସୁରୀ ସମ୍ପଦ ଯୋଗ, ଏ ଦିଟାରେ ବଢିଆ ଗୋଟେ ହଉଛି ଆମେ ଜାଣିପାରିବା ଯେ ମୋର କୋଉ ଗୁଣ ଗୁଡାକ ଅଛି, ଆଉ କେମିତି ଏ ଗୁଣ ଗୁଡାକୁ ମୁଁ ପରିବର୍ତ୍ତନ କରିବି। ବୁଝିଲେ, କାହା ସହିତ ମିଶିଲେ ପରିବର୍ତ୍ତନ ହବ, ହଁ ନା। ଆମର ଯଦି ବ୍ଲଡ କମ ଥିବ କହିଲେ, ହିମୋଗ୍ଲୋବିନ କମ ଥିବ କହିଲେ, ସେ ଗ୍ରୁପ ର ବ୍ଲଡ ଆଣିକି ଭରି 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 ଭରିକି ଦେଇକି ତାପରେ ଆମର ଲେବଲକୁ ଆଣୁଛନ୍ତି। ପ୍ଲେଟଲେଟ କମ ଥିବ କହିଲେ ପ୍ଲେଟଲେଟ ଚଢେଇ ଦଉଛନ୍ତି। ତ ଯୋଉଠି ଯୋଉଠି ଆମର ୱିକନେସ ଅଛି ସେଗୁଡା ଆମେ କଣ କରୁଛନ୍ତି ନା ଆଡ କରି କରି ଯାଉଛନ୍ତି, ଷ୍ଟ୍ରଙ୍ଗ ହେଇ ଯାଉଛନ୍ତି। ତ ସିମିଲାରଲି ଯେତେବେଳେ ଆମେ ଦେଖିବା ଯେ ଏ ଦିଟା ଗୁଣ, ଦୈବ ଗୁଣ ଆଉ ଆସୁରିକ ଗୁଣ ଆମ ପାଖରେ କେତିକି ଅଛି, ତାପରେ କୋଉଟା ଅଧିକ ଅଛି କୋଉଟା କମ ଅଛି, କୋଉଟା ବୋଲ୍ଡ ଲେଟର ଅଛି ରିପୋର୍ଟର ଦେଖି, ମେଡିକାଲ ରିପୋର୍ଟର ସେମିତି ଦେଖିଲା ପରେ ତାପରେ ଆମେ କଣ କରିବା ଦରକାର ନା ପ୍ରଥମେ ରିପୋର୍ଟ ନେବା ଦରକାର, ତାପରେ ଦେଖିବା ରିପୋର୍ଟ ଚେକ୍ କରିବା ଦରକାର ବୋଲ୍ଡ ଲେଟର କଣ କଣ ଅଛି ଆଉ ନର୍ମାଲ ଲେଟର କଣ କଣ ଅଛି, ତାପରେ କନସଲଟେସନ କରିବା ଦରକାର ଡକ୍ଟର ସହିତ, ତାପରେ ମେଡିକେସନ ଷ୍ଟାର୍ଟ ହେବା ଦରକାର। ତ ମାନେ କଣ ଯଦି ଆମେ, ମୁଁ ଗଲା ବର୍ଷ ନେଇକି ମାନେ ଏମିତି ଜୁଲାଇ ଅଗଷ୍ଟ ମାସ ବେଳକୁ ବମ୍ବେ ପଳେଇଲି।
ତ ଆମର ମୁଁ ଯୋଉ ରୁମ୍ ରେ ରହୁଛି ସେ ରୁମ୍ ଟାକୁ କିଏ ଖୋଲି ନାହାନ୍ତି। 3-4 ଦିନ ପରେ ପିଲାମାନେ ଖୋଲିଲେ। ଖୋଲିଲା ବେଳକୁ ଶ୍ରୀମଦ୍ ଭାଗବତର ଗୋଟେ ବକ୍ସ ରେ ଥିଲା, ସେ ବକ୍ସ ରେ ଟୋଟାଲି ବହି ଲାଗିଯାଇଛି। ଟୋଟାଲି ବହି ଲାଗିଯାଇଛି। ଯାହା ଯାହା ବହି ଥିଲା ସବୁ ଯାହା ବହି ମାନେ ପୁରା କାଟି ଦେଇଛି। ତାପରେ ପିଲାମାନେ ମତେ ଫୋନ କରି କହୁଛି, ପ୍ରଭୁ ସବୁ ଯାହା ବହି ଭାଗବତମ ବହି ଲାଗିଗଲା। ମୁଁ କହିଲି ଗୋଟେ ଦିନ ହେଲେ ଖୋଲିନି ନା? ନାଇଁ ପ୍ରଭୁ ଆମର କିଛି କାମ ନାହିଁ, ତାକୁ ଖୋଲି ନଥିଲୁ ଆଉ। ଏ 3-4 ଦିନ ହେଲା ତ ଟିକେ ଖୋଲିଲୁ, କଣ ଚାଲିଛି କଣ ନାହିଁ ଦେଖିବା ପାଇଁ, ବର୍ଷା ହଉଥିଲା। ଦେଖିଲା ବେଳକୁ କଣ ହେଇଛି ନା ପୁରା ଯାଇଛି। ଯଦି ରେଗୁଲାରଲି ଆମର କ୍ଲିନିଂ କରୁଥିବ କହିଲେ ଓଇ ଆସିବନି। ଯଦି ଛାଡିଦବା କହିଲେ କଣ ହଉଛି ନା ଖତ କରିଦେଇଥିବ। ବା ଗୋଡାଉନ ଯଦି ଦେଖିଥିବ କହିଲେ, ଆଗ କାଳରେ କଞ୍ଚି ଘର ରହୁଥିଲା, ସାପ ବିଛୁଆଟା ଅଧିକ କୋଉଠି ରହୁଥିଲେ? ହଁ ନା, ଷ୍ଟୋର ରୁମ୍ ଗୋଟେ ରହୁଛି। ଯଦି ସେ ଷ୍ଟୋର ରୁମ୍ ଜଷ୍ଟ ଆଣିଲେ ଡମ୍ପ କରି ଗଲେ ଆଉ ଦେଖୁନାହାନ୍ତି, ତାକୁ ସଜଉନାହାନ୍ତି କିଛି, ତାହେଲେ ସେଥିରେ ସାପ ବାହାରିବ, ବିଛୁ ବାହାରିବ, ମାନେ ବିଭିନ୍ନ ପ୍ରକାର ଅପଦ୍ରବ ବାହାରିବେ। କାହିଁକି ନା ଆମେ ଚେକ୍ କରୁନାହାନ୍ତି। ତ ସିମିଲାରଲି ଆମର ସବକନସିୟସ ମାଇଣ୍ଡ ଯଦି ଆମେ ଚେକ୍ ନ କରିବା, ଭଗବତ ଗୀତାର 16 ନମ୍ବର ଅଧ୍ୟାୟ ସ୍ପେସିଫିକଲି ଭଗବାନ କହୁଛନ୍ତି ଯେ ଚେକ୍ କର, ନିଜ ଭିତରେ ଟିକେ ଝାଙ୍କିକି ଦେଖ अंदर क्या है। ଫିଲ୍ମ ଗୀତ ତ ଅଛି ତ କେତେ ସୁନ୍ଦର, मेरे अंदर झांक के देख लो क्या क्या है। ନାଇଁ ଏଇଠି ଦେଖ, ନିଜ ଭିତରେ ନିଜେ ପଶି ଦେଖନ୍ତୁ କଣ କଣ ଚାଲିଛି ଭିତରେ। ତ ସେଇଟା ହଉଛି କଣ ନା ଦୈବୀ ଆସୁରୀ ସମ୍ପଦ ଯୋଗ। ତ ଆର ଏକ୍ରୋନିମ ହଉଛି GOD କରିପାରିବ, DOG କରିପାରିବ। D ଫର ହଉଛି डिवाइन और डेमोनियक कैरेक्टर और क्वालिटीज। D फॉर डिवाइन और डेमोनियक कैरेक्टर, श्लोक नंबर 1-6। O फॉर हଉଛି ओपिनियंस और आउटलुक ऑफ डिमंस, 7-20। ओपिनियन और आउटलुक ऑफ डिमंस, आसुरी प्रकृति ଲୋକମାନଙ୍କର ମାନେ ଆଉଟଲୁକ୍, ମାନେ ଏଠି ଦେଖିଲେ ସ୍ପେସିଫିକାଲି କାର୍ଯ୍ୟ କଣ ସେମାନଙ୍କର, ମାନସିକତା କଣ, ସେଟା 7-20। ତାପରେ G ଫର ହଉଛି ଗେଟ୍ସ ଟୁ ହେଲ୍, ନରକକୁ ଯିବାର ରାସ୍ତା କଣ କଣ, ସେଟା ହଉଛି 21, 22, 23, 24, 21-24। ଆଉ ଥରେ କହିଦଉଛି D ଫର डिवाइन और डेमोनियक कैरेक्टर और नेचर, ଶ୍ଲୋକ ନମ୍ବର 1-6। O ଫର ହଉଛି ଆଉଟଲୁକ୍ ଅଫ ଡିମନ୍ସ, ଶ୍ଲୋକ ନମ୍ବର 7-20। G ଫର ହଉଛି ଗେଟ୍ସ ଟୁ ହେଲ୍, ଶ୍ଲୋକ ନମ୍ବର 21-24। DOG। କିଏ ଟିକେ କହିବେ କଣ କଣ ଥିଲା? D ଟା ହଉଛି डिवाइन और डेमोनिक कैरेक्टर्स, डेमोनियक कैरेक्टर्स, श्लोक ହୁଁ नंबर 1-6। ओटा ହୁଁ हଉଛି ओपिनियंस और आउटलुक ऑफ डेमन्स, ହୁଁ श्लोक नंबर 7-20। ହୁଁ ओपिनियंस और आउटलुक ऑफ डेमन्स। जी होची गेट्स टू हेल, श्लोक नंबर ହୁଁ 21-24। DOG। ଓକେ। ନହେଲେ ପ୍ରଭୁ ଆଉ ଗୋଟେ ଅଛି हाँ। DAAS, DAAS ଦାସ। D ଫର ହଉଛି ଦୈବୀ ସମ୍ପଦ, ଶ୍ଲୋକ ନମ୍ବର 1-3। D ଫର ହଉଛି ଦୈବୀ ସମ୍ପଦ, ଶ୍ଲୋକ ନମ୍ବର 1-3। A ଫର ହଉଛି ଆସୁରୀ ସମ୍ପଦ, ଅସୁର ସମ୍ପଦ, ଶ୍ଲୋକ ନମ୍ବର 4-8। ତାପରେ ଆଉ ଗୋଟେ A ହଉଛି actions of asuras or activities of asura, ଶ୍ଲୋକ ନମ୍ବର 9-20।
ଆଉ ଏସ୍ ଫର୍ ହଉଛି ଶାସ୍ତ୍ର। ଭଗବାନ କହୁଛନ୍ତି ଶାସ୍ତ୍ର ପାଳନ ନ କଲେ ନରକକୁ ଯିବ, ଶାସ୍ତ୍ର ପାଳନ କଲେ କାହିଁକି ନରକକୁ ଯିବ? ସେଇଟା ହଉଛି ଏସ୍, ଯୋଉଟା କି 21 ରୁ 24। ଆଜ୍ଞା ପ୍ରଭୁଜୀ, ଆପଣ ଯୋଉ ଦାସ କହିଲେ ସେଇଟା ହୁଁ ହଉଛି ଡି ହଉଛି ଦୈବୀ ସମ୍ପଦ ଶ୍ଲୋକ ନମ୍ବର ହୁଁ 1 ରୁ 3। ହୁଁ ଏ ହଉଛି ଆସୁରିକ ସମ୍ପଦ ଶ୍ଲୋକ ହୁଁ ନମ୍ବର 4 ରୁ 8। ଏ ହୁଁ ହଉଛି ଆକ୍ସନ ଅର୍ ଆକ୍ଟିଭିଟିଜ ଅଫ ଅସୁର ଶ୍ଲୋକ ନମ୍ବର 9 ରୁ 20। ଲାଷ୍ଟ ହଉଛି ଏସ୍ ହଉଛି ଶାସ୍ତ୍ର, ସେଇଟା 21 ରୁ 24 ଶ୍ଲୋକ ନମ୍ବର। yes sir, yes sir। थैंक यू प्रभुजी। हरे कृष्ण। आशा କରୁଛି ସମସ୍ତଙ୍କୁ ଏଇଟା ବୁଝା ପଡିଗଲା ଏକ୍ରୋନୋମି ଟିକେ ଟିକେ। ଓକେ, ତ ବର୍ତ୍ତମାନ ଆମେ ଦେଖିବା 1 ରୁ 3 ଦୈବୀ ସମ୍ପଦ କଣ କଣ। ତ 1 ରୁ 3 ପର୍ଯ୍ୟନ୍ତ କହୁଛନ୍ତି ଦୈବୀ ସମ୍ପଦ ବିଷୟରେ, ସେଟା ମୁଁ ପଢୁଛି। अभयं सत्त्वसंशुद्धिर् ज्ञानयोगव्यवस्थितिः दानं दमश्च यज्ञश्च स्वाध्याय तप आर्जवम् अहिंसा सत्य ଟିକେ अभयं सत्त्वसंशुद्धिर्ज्ञानयोगव्यवस्थितिः दानं दमश्च यज्ञश्च स्वाध्यायस्तप आर्जवम् अहिंसा सत्यमक्रोधस्त्यागः शान्तिरपैशुनम् दया भूतेषु अलुलोप्त्वम् मार्दवम् ह्रीरचापलम् तेजः क्षमा धृतिः शौचम् आद्रोहो नातिमानिता भवन्ति सम्पदं दैवीम् अभिजातस्य भारत। तो फास्ट रहुଛି कौन? अभयम। फास्ट होची अभयम। अभयम अर्थ होची फियरलेसनेस। फियरलेसनेस केतेबेले जणको संपूर्ण रूप अभय प्राप्त हबो? केतेबेले जणको संपूर्ण रूप रे अभय प्राप्त हबो? ଯେତେବେଳେ ଜଣେ ଈଶ୍ୱରଙ୍କର ଶରଣାପନ୍ନ ହବ, ଯେତେବେଳେ ଜଣେ ଈଶ୍ୱରଙ୍କର संपूर्ण रूप रे समर्पण, ମାନେ ମୋର ଏକ୍ଜିଷ୍ଟେନ୍ସ ହଉଛି ମୋର ଜାଗା ଗାଳିଆ, ସେତେବେଳେ ତାଙ୍କୁ ଆଉ କୋଉଠି ଡର ଲାଗିବନି। କୋଉଠି କହିଲେ କୋଉଠି ଡର ଲାଗିବନି। ଆଉ ଯୋଉଠି ଯୋଉଠି ଆମର ହୁକ୍ ଲଗେଇଥିବେନି କି ସବୁ ଯାକ, ମନରେ କହେ ପଇସା ଅଛି ମୋ ପାଖରେ, ପଇସା ମଧ୍ୟ କି ନେଇଯିବେ ଡର, କମ୍ପାନୀ ବୁଡିଯିଲେ ଡର, ସେ ଡର ଅଛି ହେଲା। କାହିଁକି ଏମଏଲଏ ଏମପି ଚିହ୍ନା ଅଛନ୍ତି, ସେ ଏମଏଲଏ ଏମପି କୁଆଡେ ତାଙ୍କ ଦି ଜେଲରେ ଭରି କରିଦେବେ ବା ତାଙ୍କ ନାଁ ବାହାରିଲେ ମୋ ନାଁ କୁଆଡେ ମିଶିଯିବ ବୋଲି, ସେଇଠି ହେଲେ ଡର ଅଛି। ମାନେ ଯୋଉଠି ଦେଖି ଯୋଉ ବି ପ୍ରଫେସନ ଦେଖିବ କହିଲେ ସବୁ ଯା ପ୍ରଫେସନରେ ଡର ଭରି ହିଁ ଅଛି। ଗୋଟେ ଜାଗାରେ ହିଁ ଡର ନାହିଁ, ଗୋଟେ ଜାଗାରେ ହିଁ ଡର ନାହିଁ, ଗୋଟେ ଜାଗାରେ ହିଁ ଡର ନାହିଁ, ସେଇଟା ହଉଛି ଭଗବାନଙ୍କର ଆଶ୍ରୟ। ୟେସ୍, ଭୌତିକ ଦୃଷ୍ଟିରୁ ଆମେ ଦେଖିଲେ କହିଲେ ସେ ଲୋକଟା କଷ୍ଟ ପାଉଛି, ବଟ୍ ସେ ଲୋକର ଭିତର ଗୁଣ ଯଦି ଦେଖିଗଲେ ସେ ଡରୁନଥିବେ। ପ୍ରହ୍ଲାଦ କଥା କୁହନ୍ତୁ, ଜଟାୟୁ କଥା କୁହନ୍ତୁ। ମୁଁ ସାଉଥ ଆଫ୍ରିକା କଥା କହୁଛି, ଜଣେ ମାତାଜୀ ଥିଲେ ଆମର ପ୍ରପାଦଙ୍କ ଶିଷ୍ୟ, ସେ ସାଉଥ ଆଫ୍ରିକା ପ୍ରଚାର କରୁଥିଲେ। ତ ସେଇଠୁ ଯିଏ ପ୍ରିନ୍ସ ଥିଲା, ମାନେ ମୁଁ କଥା କହୁଛି ଆମର 1970 ରୁ 75 ଭିତରେ, ଲାଧିନୀ ମାତାଜୀ। ତ ସେଇଠୁ ଯିଏ ପ୍ରିନ୍ସ ଆସିଲେ ସେ କହିଲେ ଏଗୁଡା ଏଇଠି କରନି। ତାପରେ ସେ ମାରିବାକୁ ମାନେ ବନ୍ଧୁକ ଧରି ଆସିଲେ ଲିଟରାଲି ମାରିବା ପାଇଁ ବୋଲି। ତ ଏଇ ଯୋଉ ଆମର ଲାଦିନୀ ମାତାଜୀ ସେ କହିଲେ ଦେଖ ଯେତିକି ଯା ପିଲା ଆସୁଛନ୍ତି ସବୁ ଯାକ କଲେଜ ଷ୍ଟୁଡେଣ୍ଟ ଗୁଡାକ, ତ ତାଙ୍କୁ ପ୍ଲିଜ କାହାକୁ କହିଲେ ମାରନି। ନା ନାଇଁ ମୁଁ ମାରିବି। କହିଲା ପରେ କହିଲେ ଯଦି ମାରିଲେ ପ୍ରଥମେ ମତେ ମାର। ମତେ ମାରିଲା ପରେ ଯୋଉ ପର୍ଯ୍ୟନ୍ତ ମୁଁ ମରିନି ସେମାନଙ୍କୁ ମାରିବାକୁ ମୁଁ ଦେବିନି। କହିଲା ପରେ ସେ ମାନେ ତାକୁ ଏତେ ବାଧ୍ୟ କରୁଛନ୍ତି ଯଦି ମାରିବୁ ତ ପ୍ରଥମେ ମତେ ମାରିବୁ, ନହେଲେ ଆଉ କାହାକୁ ହାତ ଲଗେଇ ପାରୁନି। ତାପରେ ସେ ଲାଦିନୀ ମାତାଜୀଙ୍କୁ ଫାୟରିଂ କରିଛନ୍ତି, ତାପରେ ଅନ୍ୟମାନଙ୍କୁ ଫାୟରିଂ କରିଛନ୍ତି। ତ ଦେଖିକ ଡର ନଥାଉଛି, ଡର ନଥାଉଛି ଯେତେବେଳେ ଆମେ ସମ୍ପୂର୍ଣ୍ଣ ରୂପରେ ଭଗବାନଙ୍କ ଆଶ୍ରୟ ନେଉଛନ୍ତି। ଡର କାହାକୁ କହିଲେ ଡରିବାନି। କାହିଁକି ନା ଆମ ଦ୍ୱାରା କୌଣସି ଭୁଲ କାମ ହବନି, ତ ଡର କାହିଁକି? ଆମେ ତ ଅଲରେଡି ଭଗବାନଙ୍କ ଆଶ୍ରୟ ନେଇଛନ୍ତି, ତ ଆଶ୍ରିତ ବସ୍ତୁ ତ ଏ ଦୁନିଆରେ କିଛି ନାହିଁ, ତ କହିଲେ ଡରିବା କୋଉଠି? ବୁଝିଲେ, ଡର ଆସିବ ନାହିଁ ଯେତେବେଳେ ଆମେ ସମ୍ପୂର୍ଣ୍ଣ ରୂପରେ ଭଗବାନଙ୍କର ଆଶ୍ରୟ ନେଇଛନ୍ତି। ସେକେଣ୍ଡ ହଉଛି ସତ୍ତ୍ୱ ସଂଶୁଦ୍ଧି।
सत्व संशुद्धि अर्थ होचे प्यूरिटी ऑफ कॉन्शियसनेस, चेतनार शुद्धता, चेतनार शुद्धता। ମାନେ ଭଗବତ ପଢିବାକୁ ଗଲେ ଟୋଟାଲି ଅଲଗା ବହି ଗୋଟେ ଇଏ। पूरा दुनिया हम जहाँ भी पढ़ुଛନ୍ତି दुनिया विषय जानो, दुनिया विषय जानो, दुनिया विषय जानो, दुनिया को और डेवलप करो, दुनिया को और डेवलप करो, टेक्नोलॉजी यूज करो, ये यूज करो, सी यूज करो, 5G यूज करो, सबुजा यूज करी कौन कराउछि ना पूरा दुनिया टा को ही डेवलप कहउछि। बट कॉस्ट कोड अछि ना निजु टोटल नेग्लेक्ट करछन्ते, टोटली। बट एडी नहीं कि निजर अंत माने जो माने निजर जो अंत कारण अछि भगवान को ସେଇଟା को डेवलप करो, ସେଇଟା ଜାଣ ପ୍ରଥମେ କଣ କଣ ଅବସ୍ଥା ଅଛି, ତାପରେ ସେଇଟାକୁ ଡେଭଲପ କର, ସେ ଚେତନାକୁ ଡେଭଲପ କର, ଚେତନାକୁ ଡେଭଲପ କର, ଚେତନାକୁ ଡେଭଲପ କର, ଯାହା ଦ୍ୱାରା କି ବାହାରେ ଦୁନିଆରେ ମାନେ ଏତେ ଆଉ କଷ୍ଟ କରିବାକୁ ପଡିବନି ଯଦି ଆମେ ଚେତନାକୁ ଡେଭଲପ କରି ଯିବା। ବୁଝିଲେ? ଯାହା ମିଳିଲା ମତେ ସେଥିରେ ଖୁସି ହେବା, ଅଧିକ ମିଳିଲେ ଖୁସି, ନ ମିଳିଲେ ଖୁସି, କମ ମିଳିଲେ ଖୁସି। ଯଦି ଜଣେ ଚେତନାକୁ ନିଜର ଆୟତରେ ରଖିଥିବେ, ଚେତନାକୁ ନିଜ ଆୟତରେ ରଖିଥିବେ, ତେଣୁକରି ଭଗବଦ୍ଗୀତା ଟୋଟାଲି କାମ କରୁଛି କୋଉଠି ନା ଭିତରେ ଆମ ଗୁଣକୁ ସୁଧାରିବା ପାଇଁ, ଆମର ଚେତନାକୁ ସୁଧାରିବା ପାଇଁ। ପ୍ୟୁରିଟି ଅଫ କନସିୟସନେସ କେମିତି ହେଇପାରିବ କହିଲେ? ଆମ ଚେତନାକୁ କେମିତି ଶୁଦ୍ଧ କରିପାରିବା? ଶାସ୍ତ୍ର ପଢିବା ଆଉ ସତ୍ସଙ୍ଗ, ତାପରେ ଈଶ୍ୱରଙ୍କ ଶରଣାପନ୍ନ ହେଲେ ମାନେ ଆମେ ଯଦି ଭାବିବା ଯେ ଆମେ ଯାହା କରୁଛେ, ଯାହା ଇଏ କରୁଛେ ଈଶ୍ୱର ସବୁ ଦେଖୁଛନ୍ତି, ତେଣୁ ଆମେ ଏମିତି କିଛି କରିବାନି ଯେମିତି କିଛି ଖରାପ ହବ କି, ମାନେ ଈଶ୍ୱରଙ୍କୁ ଏଇଟା କହିବା ଯେ ଆମ ହାତରେ ଯାହା ବି ହଉଛି ସବୁ ଭଲ କର୍ମ ହଉ। ଓକେ, ଆଉ କିଏ ଟ୍ରାଏ କରିବେ? ଫାଷ୍ଟ ତ ଦେଖିବାକୁ ପଡିବ ରେଟ୍ରୋସ୍ପେକ୍ଟ କରିକିରି ଆଇଡେଣ୍ଟିଫାଇ ଟା ଦେଖିବାକୁ ପଡିବ, ତାପରେ ଭେରିଫାଇ ଷ୍ଟେପ ଟା କରିହବ। ହୁଁ। ଓକେ, ତ ପ୍ରାୟତଃ ଦେଖିଥିବ କହିଲେ ରିଫାଇନିଂ କମ୍ପାନୀ, ଦେଖିଥିବ ରିଫାଇନିଂ ତେଲ, ପଲିସ୍ଡ ରାଇସ୍, ପଲିସ୍ଡ ଡାଲି, ମାନେ ସବୁ ଯାକ ଶୁଣିଥିବ ଗୋଟା ନା ଗୋଟା ରିଫାଇନ ପଲିସ୍, ରିଫାଇନ ପଲିସ୍, ରିଫାଇନ ପଲିସ୍, ହଁ ନା? ତାଙ୍କ କଥା କହିବା ଶୈଳୀ ମଧ୍ୟ ରିଫାଇନ ହେଇଗଲାଣି। ସବୁ ଯାକ ଦେଖୁନାହାନ୍ତି ରିଫାଇନ କହୁଛନ୍ତି, ଫାଇନ ରିଫାଇନ ମିନ୍ସ ଫାଇନ ପୁଣି ଥରେ ଆଉ ତାକୁ କରିବା ପାଇଁ ସେଟା ରିଫାଇନ କରୁଛନ୍ତି। ଯେମିତି ଚାଉଳ ତେଲ ଅଛି, ରିଫାଇନ ତେଲ, ତେଲଟା ପୁଣି ଥରେ ଫାଇନ କରାହଉଛି ଆହୁରି, ତ ରିଫାଇନ ହଉଛି। ତ ଏ ଦୁନିଆରେ ନାଇଁ କୌଣସି ବସ୍ତୁକୁ ଆମେ ଏଜ ଇଟ୍ ଇଜ ଗ୍ରହଣ କରିପାରିବାନି, ତାକୁ ସବୁ ଯୋଉ ପ୍ରକାର ବସ୍ତୁ ନଉଛନ୍ତି ନିଅନ୍ତୁ, ପନିପରିବା ନିଅ, ସୁନା ନିଅ, ଅଏଲ ନିଅ, ସବୁ ଜିନିଷ କଣ ଅଛି ନା ମିଶ୍ରିତ ଅବସ୍ଥାରେ ଅଛି, ସବୁ ମିଶ୍ରିତ, ସବୁ ପିଓର କୋଉଟା ନାହିଁ, ସବୁ ଜିନିଷ ମିଶ୍ରିତ ମିଶ୍ରଣ। ତାପରେ ତାକୁ କେମିତି କରାହଉଛି ନା ସେଗ୍ରିଗେସନ କରାହଉଛି, ତା ଯୋଉ କହୁନ ରିଫାଇନିଂ ପ୍ରୋସେସ ଅଲଗା ଅଛି, ପେଟ୍ରୋଲ ପାଇଁ ଅଲଗା, ସୁନା ପାଇଁ ଅଲଗା, ବକ୍ସାଇଟ୍ ପାଇଁ ଅଲଗା, ଆଇରନ୍ ପାଇଁ ଅଲଗା, ସବୁ ଯାକ ଦେଖିବାକୁ ଗଲେ ସବୁ ଯାକ ଟୋଟାଲି ଅଲଗା ଅଛି ପ୍ରୋସେସ। ତାପରେ ରିଫାଇନ କଲା ପରେ ଏମିତି ଗୋଟେ ବସ୍ତୁଟେ ମିଳୁଛି ଭଲ ଭାବରେ, ଲୁହା ହଉ, ସୁନା ହଉ, ଆଲୁମିନିୟମ ହଉ, ତେଲ ହଉ, ପନିପରିବା ଦେଖିବାକୁ ଗଲେ ଜମିରୁ ତୋଳିକି ଆଣିଲା ପରେ ଆଉ ତାକୁ ଧୋଇକି ଆଣୁଛନ୍ତି। ତ ସବୁ ଜିନିଷ କଣ କରାହଉଛି, ରିଫାଇନ କରାହଉଛି, ସବୁ ବସ୍ତୁକୁ ରିଫାଇନ କରାହଉଛି। ସେମିତି ଆମେ ଆମର ଚେତନାକୁ କେମିତି ରିଫାଇନ କରିପାରିବା ନା ଶାସ୍ତ୍ରରେ ବର୍ଣ୍ଣିତ ଯାହା ନୀତି ନିୟମ ଦେଇଛି, ଯଦି ସେ ନୀତି ନିୟମ ଗୁଡା ଆମେ ପାଳନ କରିବା, ସେଇଥିରେ ଆମ ଚେତନାର ପରିମାର୍ଜିତ ହେଇଯିବ। ଯେମିତି ଆମେ ଜପା କରିବା, ଜପା କଥା କହିଲେ ଚେତୋ ଦର୍ପଣ ମାର୍ଜନମ, ସବୁଠୁ ସହଜ ଉପାୟ ହଉଛି କଣ ନା ଜପା ଦ୍ଵାରା। ଜପା କଲା ପରେ ଆମର ଯୋଉ ପ୍ରପାତ ଇସ୍କନରେ କହୁଛନ୍ତି 4ଟା ନିୟମ ଅଛି, ହଁ ନା, ସେ ନିୟମ 4ଟା ଯେତେବେଳେ ପାଳନ କଲେ ଆମେ କଣ କଲେ ନା କଚରା ଆସିବାକୁ ଦେଲେନି ଘରକୁ। ଯେହେତୁ ଆମେ 4ଟା ନିୟମ ପାଳନ କରୁଛୁ, ଯେମିତି କି ଆମିଷ ଖାଇବାନି, ସେଥିରେ କଣ ହଉଛି ନା ଦୟା ଜିନିଷ ଆମର ନଷ୍ଟ ହବନି। ଯେହେତୁ ଆମେ ଖାଉଛନ୍ତି କିଛି କିଛି ଜିନିଷ ନେଇକି, ସେ ସମୟରେ କିଛି ଜିନିଷ ନଷ୍ଟ ବି ହଉଛି, ରାଇଟ? ତ ତପସ୍ୟା ପଳଉଛି, ସତ୍ୟତା, ଗ୍ୟାମ୍ବଲିଂ କଲା ପରେ ସେଥିରେ ସତ୍ୟତା ପଳଉଛି, ସ୍ୱଚ୍ଛତା ଯାଉଛି, ସତ୍ୟତା ଯାଉଛି, ଦୟା ଯାଉଛି, ଆଉ ଗୋଟେ କଣ ହେଲା
ନିଶା ମଦ ଏସବୁ ଯାକ କଣ ହଉଛି ନା ଆମର ଯେତେ ଆମେ ଶାସ୍ତ୍ର ହିସାବରେ ପାଳନ କରୁଛନ୍ତି ଏଗୁଡା ଏଲାଉ କଲେନି ମିଶିବା ପାଇଁ ହେଲେ ମିଶିବା ପାଇଁ ଏଗୁଡାକୁ ଏଲାଉ କଲେନି। ତା ସହିତ କଣ ହଉଛି ନା ଯୋଉଟା ଭିତରେ ଅଛି ସେଇଟାକୁ ସଫା କରିବା ପାଇଁ କଣ କରାହେଇଛି ମୋଟର ଲଗାହେଇଛି ହେଲା। ଏକରେ କଣ ଯେ ମାନେ ଯଦି ଗୋଟେ ଜାଗାରେ ପାଣି ଭରି ହେଇକି ଅଛି ତ ପ୍ରଥମେ କଣ କରାହଉଛି ନା ବାହାରିଆଡୁ ସେ ଭିତରୁ ପାଣି ନ ଆସିବାର ଅଛି। ତାପରେ ଦୁଇରେ କଣ କରୁଛି ନା ମୋଟର ଲଗେଇକି ବଡ ମୋଟର 10 HP ମୋଟର ଲଗେଇ ସେ ପାଣିଟାକୁ ଖାଲି କରାହଉଛି। ତ ସିମିଲାରଲି ଯେତେବେଳେ ଆମେ 4ଟା ନୀତି ନିୟମ ପାଳନ କରୁଛନ୍ତି ତା ଅର୍ଥ ଆମ ଚେତନାରେ ଆଉ କଚରା ପକଉନାହାନ୍ତି। ଆମ ଚେତନାରେ କଚରା ପକଉନାହାନ୍ତି। ଆଉ ଯୋଉ ଜନ୍ମ ଜନ୍ମ ଧରି ଯୋଉଟା ଆମେ ଯୋଉ 8 9ଟା ପଏଣ୍ଟ ଡିସ୍କସନ କଲେ ସେ କଚରାକୁ ପରିମାର୍ଜିତ ପ୍ରୋସେସ ଷ୍ଟାର୍ଟ ହେଇଯାଇଛି। କେମିତି ନା ଜପା ଦ୍ଵାରା ହରେ କୃଷ୍ଣ 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 ହରେ 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 ରାମ 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 ହରେ ହରେ। ଯେତେବେଳେ ଆମେ ଧ୍ୟାନ ପୂର୍ବକ ଜପା କରୁଛନ୍ତି ଗୋଟେ ଗୋଟେ ୱାର୍ଡ କୁ ଶୁଣି ଶୁଣି ଜପା କରୁଛନ୍ତି ସେ ପ୍ରୋସେସ ଟା ମାନେ କୋଟି କୋଟି ଗୁଣରେ କାମ କରିବ। ମାନେ ଯଦି ଆମେ ଚାହିଁବା ଯେ ଏ ଜନ୍ମରେ ହିଁ ମୋର ଚେତନାକୁ ଶୁଦ୍ଧ କରିବାର ଅଛି ଏ ଜନ୍ମରେ ତ ବେଷ୍ଟ ପ୍ରୋସେସ ହଉଛି ଯଦି ଆମେ ହରେକୃଷ୍ଣ ମନ୍ତ୍ରକୁ ଶୁଦ୍ଧ ଭାବରେ ଧ୍ୟାନ ପୂର୍ବକ ଜପା କରିବା। ବେଶ ଟ୍ରାଏ କରି ଦେଖନ୍ତୁ। ଯେମିତି ଇଏ କହୁଛନ୍ତି ଆମର ଧ୍ରୁବ ମହାରାଜ କହୁଛନ୍ତି ସେ ଜଷ୍ଟ 6 ମାସ ଓଁ ନମଃ ଭଗବତେ ବାସୁଦେବାୟ କଲେ ଜପା କିନ୍ତୁ ଧ୍ୟାନ ପୂର୍ବକ ଥିଲା। ଇଣ୍ଟେନ୍ସିଟି ବହୁତ 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 ଷ୍ଟ୍ରଙ୍ଗ ଥିଲା ହଁ ନା। ତେଣୁକରି ସେ ସାଙ୍ଗେ ସାଙ୍ଗେ 6 ମାସ ତାଙ୍କୁ ରିଜଲ୍ଟ ମିଳିଗଲା। ସେମିତି ଭାଗବତ ଆଉ ଜଣେ ବର୍ଣ୍ଣନା ଆସୁଛି ଚିତ୍ରକେତୁ ମହାରାଜ ତାଙ୍କର ମଧ୍ୟ ଜଷ୍ଟ 7 ଦିନରେ ଗୋଟେ ମନ୍ତ୍ର ଜପା କରି ସେ ଭଗବାନଙ୍କୁ ନିଜର କରୁଛନ୍ତି ଶଙ୍କର୍ଷଣ ଭଗବାନଙ୍କୁ। ତ ସେମିତି ଯେତେବେଳେ ଆମେ ବିଶ୍ୱାସ କରିକି ଆମର ହରେକୃଷ୍ଣ ମନ୍ତ୍ରକୁ ଯଦି ଆମେ ଧ୍ୟାନ ପୂର୍ବକ ସମ୍ପୂର୍ଣ୍ଣ ସମର୍ପିତ ଭାବରେ କୃତଜ୍ଞତାର ସହିତ ଯଦି ଆମେ ଜପା କରିବା ଗ୍ୟାରେଣ୍ଟି ଆମ ଚେତନାର ମାନେ କୋଉ ହିସାବରେ ସଫାଇ ହବ କ୍ଲାରିଟି ଆସିବ। ମାନେ ଆଉ କୋଉ ପ୍ରୋସେସ କାମ କରିବନି। କୋଉ ପ୍ରୋସେସ ମଧ୍ୟ କାମ କରିବ ଯଦି ଆମେ ଧ୍ୟାନ ପୂର୍ବକ ଜପରେ ବସିବା। ଗୋଟେ ମାଳ ହଉ 2 ମାଳ ହଉ 4 ମାଳ ହଉ ଆରମ୍ଭ କରି ଯଦି ଆମେ ଯିବା ଧ୍ୟାନ ପୂର୍ବକ ମୁଁ ଜପା କରି ଗୋଟେ ମାଳ ଭଲେଇ ଜପା କରି ହେଲେ ଆପଣ ଗୋଟେ ମାଳ ଭଲେଇ କରି କରି ଯାଆନ୍ତୁ ଦେଖିବେ ଆପଣ ମାନେ ମାଳ ଭରି ବଢି ବଢି ବଢିଛୁ କାହିଁକି ନା ମଜା ମିଳିବ ସେଠୁ ସ୍ପିରିଚୁଆଲ ପ୍ଲେଜର ମିଳିବ ସେଠୁ ଯଦି ଆମେ ଧ୍ୟାନ ପୂର୍ବକ କରି କରି ଯିବା। ଯେହେତୁ ଆମର ଧ୍ୟାନ ପୂର୍ବକ ହେଉନି ତେଣୁକରି ବାହାରର ଯୋଉ ମାନେ ବସ୍ତୁ ପ୍ରତି ଆମର ଆକର୍ଷଣ ଅଛି ସେଟା ଯାଉନି ବୁଝିଲେ। ତ ସବୁଠୁ ବେଷ୍ଟ ୱେ ହଉଛି ଯୋଉ ମାନେ ଆମ ଚେତନକୁ ଶୁଦ୍ଧ କରିବାର ସେଇଟା ହଉଛି କଣ ନା ହରେ କୃଷ୍ଣ ମନ୍ତ୍ର ହରେ କୃଷ୍ଣ ମନ୍ତ୍ର। ତାପରେ ଥର୍ଡ ଟା ହଉଛି ଜ୍ଞାନ ଯୋଗ ବ୍ୟବସ୍ଥିତି କଲ୍ଟିଭେସନ ଅଫ ସ୍ପିରିଚୁଆଲ ନଲେଜ କଲ୍ଟିଭେସନ ଅଫ ସ୍ପିରିଚୁଆଲ ନଲେଜ। ତାପରେ ଦାନ ଦାନ ଅର୍ଥ ହଉଛି ଯୋଉମାନେ ଆମେ ଦେଖିଗଲା ଆମର 4ଟା ଆଶ୍ରମ ଅଛି ବ୍ରହ୍ମଚାରୀ ଗୃହସ୍ଥ ବାନପ୍ରସ୍ଥ ସନ୍ନ୍ୟାସୀ। ତ ଆମ ପାଖରେ ଯାହା ଅଛି ଆମେ ସେଇଟା ଦାନ କରିବା। ଆଉ ସବୁଠୁ ବହୁତ ବହୁତ ରିସ୍କି ଜାଗା ହଉଛି କୋଉଟା ନା ଗୃହସ୍ଥ। କାହିଁକି ନା ସେଠି 3ଟା ଆଶ୍ରମକୁ ସିଏ ସମ୍ଭାଳିବେ। ଗୋଟେ ଗୃହସ୍ଥ ଆଶ୍ରମଟା ହଉଛି ତାଙ୍କର 3ଟା ପିଲା ଅଲରେଡି ଅଛନ୍ତି କିଏ ନା ଗୋଟେ ଗୃହସ୍ଥ ପାଇଁ ତା ପିଲା ହଉଛନ୍ତି କିଏ ବ୍ରହ୍ମଚାରୀ ସେ ଗୃହସ୍ଥ ପାଇଁ ଆଉ ଗୋଟେ ପିଲା ହଉଛି କିଏ ବାନପ୍ରସ୍ଥ ସେ ଗୃହସ୍ଥ ପାଇଁ ଆଉ ଗୋଟେ ପିଲା ହଉଛି କିଏ ସନ୍ନ୍ୟାସୀ। ସନ୍ନ୍ୟାସୀ କିଏ ମେଣ୍ଟେନ କରୁଛନ୍ତି ଗୃହସ୍ଥ ବାନପ୍ରସ୍ଥ କିଏ ମେଣ୍ଟେନ କରୁଛନ୍ତି ଗୃହସ୍ଥ ବ୍ରହ୍ମଚାରୀ କିଏ ମେଣ୍ଟେନ କରୁଛନ୍ତି ଗୃହସ୍ଥ ତା ସହିତ ନିଜ ପରିବାରକୁ ମଧ୍ୟ ମାନେ ମେଣ୍ଟେନ କରିବେ। ଏଇଟା ହଉଛି ଗୃହସ୍ଥ ଆଶ୍ରମ ଭାଇ ଯୋଉଟା କି ଆଜିକାଲି କୁହା ହଉନି ବାସ୍ତବ ଗୃହସ୍ଥ ଆଶ୍ରମ ଏଇଟା ଯୋଉଟା କି ଆମ ପାଖରେ ଯାହା ଅଛି ସେଇଟା କଣ କରିବା ନା 4 ଭାଗର ଭାଗ ଆଣ୍ଟା ହବ ଏ 3ଟା ଆଶ୍ରମ ପାଇଁ ପ୍ଲସ ନିଜ ପାଇଁ। ଆଉ ସେଇଠୁ ନେଇକି ମାନେ ଫର ଏକ୍ସାମ୍ପଲ ମୁଁ ମୋ କଥା କହିବି ମୁଁ ବ୍ରହ୍ମଚାରୀ ଆଶ୍ରମରେ ଅଛି ମୁଁ ପଇସା କୋଉଠି ହେଲେ ଯାଇ କମଉନି କିନ୍ତୁ ମୁଁ ଯାହା ବି ଜ୍ଞାନ ଆହରଣ କରୁଛି କେମିତି କରୁଛି ନା ଆପଣମାନେ ସମସ୍ତେ ସପୋର୍ଟ କରୁଛନ୍ତି। ସେଇଥିରେ ମୁଁ କଣ କଲି ନା ମୁଁ ମୋର ଏଇନା ଯେ ମୁଁ ଚାକିରି କରିବାକୁ ଯିବି ମୁଁ ଅଫିସ ଯିବି ଚାକିରି ବାହାର କରିଦେବା ପରେ ଏ ଥଟ୍ ପ୍ରୋସେସ ବିଲକୁଲ ନାହିଁ ଗୋଟେ ସେକେଣ୍ଡ ପାଇଁ ମଧ୍ୟ ନାହିଁ। ତ 100% କୋଉଠି ଫୋକସ ରହୁଛି ସାଧନା ଉପରେ ରହୁଛି ଶାସ୍ତ୍ର ଉପରେ ରହୁଛି ସେବା ଉପରେ ରହୁଛି ଶ୍ରବଣ ଉପରେ ରହୁଛି ସ୍ୱାସ୍ଥ୍ୟ ଉପରେ ରହୁଛି ହଁ ନା ନାଇଁ। ଯେତେବେଳେ ଆଉ ଚିନ୍ତା ହିଁ ନାହିଁ ସେପଟେ ତ ତାପରେ ସିଏ କଣ କରିବ ଏବେ ମାନେ ମୁଁ ଏବେ ପଢିଲି ଗୀତା ପଢିଲି ହେଲା ସେ ଗୀତା ପଢିଲା ପରେ ଆପଣଙ୍କ ନା ସେୟାର କରୁଛି ତ ଆପଣ କେମିତି କଲେ ନା କଣ୍ଟ୍ରିବ୍ୟୁସନ ଆପଣଙ୍କର କେମିତି ନା ଆପଣ ଆପଣଙ୍କର ଅର୍ଥ ଦେଲେ ବା ଚାଉଳ ଦେଲେ ଡାଲି ଦେଲେ ବା ସ୍ନେହ ଦେଲେ ସେଇଟା କେମିତି ଚେଞ୍ଜ ହେଇକି ଆପଣଙ୍କ ପାଖକୁ ଆସୁଛି ନା ଗୀତା ଆକାରରେ
ବୁଝିଲେ? ଯେମିତି ଆମ ପିଲାକୁ ଆମେ ବଡ କରୁଛନ୍ତି, ତାପରେ ସେ ପିଲା ବାହାରି ଗଲା ପରେ ସେ ଆମକୁ ପଇସା ରିଟର୍ନ କରୁଛେ। ତ ସେମିତି ଗୋଟେ ଗୃହସ୍ଥ ଜୀବନରେ 3 ଜଣ ପିଲା ଅଛନ୍ତି, ବ୍ରହ୍ମଚାରୀ, ବାନପ୍ରସ୍ଥ, ସନ୍ନ୍ୟାସ। ଏ 3 ଜଣ ଯାକ କଣ କରିବେ ନା ଗୃହସ୍ଥ ଲୋକମାନଙ୍କୁ ଶାସ୍ତ୍ରୀୟ ଜ୍ଞାନରେ ଏନଲାଇଟନ କରିବେ। ଏଇଠି ଆସୁନି କିଏ ବଡ ପୋଜିସନ ଅଛି କିଏ ସାନ ପୋଜିସନ ଅଛି, ବିଲକୁଲ ନୁହଁ, ବିଲକୁଲ କାଲି ବିଲକୁଲ ନୁହଁ। ବୁଝିଲେ? ଏଠି ସବୁ ଯାକ ହଉଛି କିଏ କୋଉ ଚେତନାର ଅଛି, ସେଇଟା ହଉଛି ବହୁତ ଇମ୍ପୋର୍ଟାଣ୍ଟ। ଜଣେ ସନ୍ନ୍ୟାସୀ ଅଛନ୍ତି ତାଙ୍କ ଚେତନା କୋଉଠି ଅଛି, ଜଣେ ବ୍ରହ୍ମଚାରୀ ତାଙ୍କର ଚେତନା କୋଉଠି ଅଛି, ଜଣେ ବାନପ୍ରସ୍ଥ ତାଙ୍କ ଚେତନା କୋଉଠି ଅଛି, ଜଣେ ଗୃହସ୍ଥ ତାଙ୍କ ଚେତନା କୋଉଠି ଅଛି। ଯଦି ଗୃହସ୍ଥ ଭାବେ ମୁଁ ପାଳନ କରୁଛି ଏମାନଙ୍କୁ, ମୋ ଯୋଗୁ ଏମାନେ ସବୁ ମନ୍ଦିରରେ ରହି ଖାପିଆ କରି ବୁଲୁଛନ୍ତି, ସେଇଟା ଟୋଟାଲି ରଙ୍ଗ। ବା ମୁଁ କହିଛି ମୁଁ ବଢିଆ ବଢିଆ କ୍ଲାସ ଦଉଛି, ମୁଁ ଏମାନଙ୍କର ମାନେ ପୁରା ଖାଲି ମୁଁ ମାତ୍ର ଜଣେ ଯିଏକି ଏମାନଙ୍କୁ ସାହାଯ୍ୟ କରିପାରିବ। କେମିତି ନା ମୋ ପାଖରେ ଜ୍ଞାନ ଭରିକିରି ଅଛି। ଏ ଆଟିଟ୍ୟୁଡ ହଉଛି 440 ଭୋଲ୍ଟ ବାଲା ଡେଞ୍ଜର ଆଟିଟ୍ୟୁଡ। ଟୋଟାଲି କହିଲେ ଟୋଟାଲି ଡେଞ୍ଜର। ମତେ ଭଗବାନ ଏଲାଉ କରିଛନ୍ତି ମୋର ଏ ସେବା କରିବା ପାଇଁ। ଯଦି ଏ ଭାବନା ଅଛି ଆମର, ତାହେଲେ ସେଇଟା ହଉଛି ସକ୍ସେସଫୁଲ ବ୍ରହ୍ମଚାରୀ ଆଶ୍ରମ, ସକ୍ସେସଫୁଲ ଗୃହସ୍ଥ ଆଶ୍ରମ, ସକ୍ସେସଫୁଲ ବାନପ୍ରସ୍ଥ ଆଶ୍ରମ, ସକ୍ସେସଫୁଲ ସନ୍ନ୍ୟାସ ଆଶ୍ରମ। ଆଶ୍ରମ କେବେ କୁଆଡେ ବଡ ନାହିଁ, ଆଶ୍ରମରେ ଯିଏ ରହୁଛି ସେ ବଡ ହେଇଯାଉନି, ସେ ଆଶ୍ରମ ଭିତରେ ଯିଏ ରହୁଛନ୍ତି ସେମାନଙ୍କ ଚେତନା ତାଙ୍କୁ ବଡ କରୁଛି। ଆମର ଚେତନା କୋଉଠି ଅଛି? ତ ଦାମ ଆସିଲା ବିଶେଷ ରୂପେ ଏଠି। ଦମ, ଦମ ଅର୍ଥ ହଉଛି ସେଲ୍ଫ କଣ୍ଟ୍ରୋଲ, ଆଉ ବିଶେଷ ରୂପରେ ସେକ୍ସ ଲାଇଫ। କେତିକି ଆମେ କଣ୍ଟ୍ରୋଲ କରିପାରୁଛନ୍ତି, କାହିଁକି ସବୁ ସବୁ ମାନେ ମନ ଧ୍ୟାନ କୋଉଠି ଥାଉଛି ସେଇଠି ହିଁ ଥାଉଛି। ଯାହା 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 ଆଜିର ପୁରା ଆକ୍ଟିଭିଟି ହଉଛି, ପ୍ରପାତ ଗୋଟେ ଜାଗାରେ କହୁଛନ୍ତି ଯେ ପୁରା ଯାହା ଯାହା ଆକ୍ଟିଭିଟି ହଉଛି ଜଣଙ୍କର, ତାର ମୂଳ ଲକ୍ଷ୍ୟ ଥାଉଛି କଣ ନା ବାହା କେମିତି ହେବି, ସରିଲା, ଆଉ କଣ ନାହିଁ। କେନ୍ଦ୍ର ହଉଛି ଶାରୀରିକ ସୁଖ ପାଇଁକି। ତେଣୁକରି ସେଇଟା ଦମ, ଦମ ଅର୍ଥ ହଉଛି ନିଜକୁ ଆୟତ୍ତ କରିବା। ତାପରେ ଲାଷ୍ଟଟା ହଉଛି ଯଜ୍ଞ। ଯଜ୍ଞ ଅର୍ଥ ହଉଛି ସାକ୍ରିଫାଇସ୍। ସାକ୍ରିଫାଇସ୍ ଦେଖେ କଳିଯୁଗ ପାଇଁ ସବୁଠୁ ବହୁତ ବଢିଆ ଯଜ୍ଞ ହଉଛି ନାମ ସଂକୀର୍ତ୍ତନ ଯଜ୍ଞ। ହଁ ନା, ନାମ ସଂକୀର୍ତ୍ତନ ଯଜ୍ଞ। ତ ଏ ଯଜ୍ଞ ବିଷୟରେ କାଲିକି ଆମେ ଆଉ ଭଲ ଭାବେ ଟିକେ ଡିସ୍କସନ କରିବା। ବହୁତ ବଢିଆ ବଢିଆ ଅଛି ଯଜ୍ଞ, ବିଭିନ୍ନ ପ୍ରକାର ଅଛି, କାଲିକି ଆମେ ଚର୍ଚ୍ଚା କରିବା। ହରେ କୃଷ୍ଣ। श्रील प्रभुपाद की जय, श्रीमद् भगवद गीता की जय।